ଶାଶ୍ୱତ ଝରଣା ୟୁଟ୍ୟୁବ୍ ଚ୍ୟାନେଲକୁ ସମସ୍ତ ଭବ୍ୟ ଶ୍ରୋତା ଓ ଦର୍ଶକମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ନମସ୍କାର। ଆଜିର ବିଷୟ ହେଲା ବିଦୁର ନୀତି। ମହାଭାରତରେ ଥିବା ବିଦୁର ନୀତି ମଣିଷର ସରଳତା, ପବିତ୍ରତା, ସତ୍ୟବାଦିତା, ଧୈର୍ଯ୍ୟ, ସମଭାବାପନ୍ନତା, ସାଧୁତା, ମଧୁରତା, ଉଦାରତା ଆଦି ସଦ୍ଗୁଣ ମଣିଷକୁ ଶ୍ରେଷ୍ଠତାର ଓ ସଫଳତାର ପ୍ରାପ୍ତି କରାଇଥାଏ। ମହାଭାରତରେ ମନ୍ତ୍ରୀ ବିଦୁର ମହାରାଜ ଧୃତରାଷ୍ଟ୍ରଙ୍କୁ କହିଥିବା କେତେକ ନୀତି ଶ୍ଲୋକ ସବୁ ରହିଛି, ଯାହାକି ଜୀବନ ପାଇଁ ବହୁତ ଉପଯୋଗୀ। ତହିଁରୁ କେତେକ ଶ୍ଲୋକକୁ ଓଡ଼ିଆ ଭାଷାରେ ଗୀତି କବିତା ରୂପରେ ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ବିଭୂତିଭୂଷଣ ମିଶ୍ର। ଏବେ ପ୍ରଥମ ଭାଗରେ ଆମେ 14ଟି ଶ୍ଲୋକର ଗୀତି କବିତା ରୂପାନ୍ତର ଜାଣିବା। ପ୍ରଥମେ ହେଲା ପୁରୁଷ ଭେଦ। କାର୍ଯ୍ୟସିଦ୍ଧି ପାଇଁ ପୁରୁଷରେ କଲେ ପ୍ରକାର ଭେଦ, କାର୍ଯ୍ୟସିଦ୍ଧି ପାଇଁ ପୁରୁଷରେ କଲେ ପ୍ରକାର ଭେଦ, ଉତ୍ତମ ମଧ୍ୟମ ଅଧମ ଏ ତିନି ଉଚିତ ଭାବ। ଉତ୍ତମ ମଧ୍ୟମ ଅଧମ ଏହି ତିନି ଉଚିତ ଭାବ। ଉତ୍ତମ ପୁରୁଷ ସବୁରି କଲ୍ୟାଣ କରେ କାମନା, ଅକଲ୍ୟାଣ କଥା ମନେ ରଖେନା, ହୁଏ ସତ୍ୟବାଦୀ କୋମଳ ମନା, ହୁଏ ସେ ଉତ୍ତମ ପୁରୁଷେ ଗଣା। ମଧ୍ୟମ ପୁରୁଷ ଦିଏ ନାହିଁ କେବେ ମିଛ ସାନ୍ତ୍ୱନା, ପ୍ରତିଜ୍ଞା କରି ଯେ କରେ ଭରଣା, ଅନ୍ୟ ଦୋଷ ଯଦି ଭଲରେ ଜଣା, ହୁଏ ସେ ମଧ୍ୟମ ପୁରୁଷେ ଗଣା। ଅଧମ ପୁରୁଷ ଶାସନ ଯାହାର ଅତି କଠୋର, ଅନିଷ୍ଟ କରଇ କ୍ରୋଧେ ଅନ୍ୟର, ଅନେକ ଦୋଷରେ ହୋଇ ଦୂଷିତ, କଳଙ୍କିତ ହୁଏ ନଥାଏ ମିତ୍ର, ନକରେ ସ୍ୱୀକାର କାହା ଉପକାର, ଦୁରାତ୍ମା ଅଟେ ସେ ଅଧମ ନର। ତାପରେ ଗୃହସ୍ଥ ଧର୍ମ। କୁଟୁମ୍ବର ବୟୋବୃଦ୍ଧ ହେଉ ହେଉ ଅବା ଭଗ୍ନୀ ନିସନ୍ତାନ, ଉଚ୍ଚକୂଳ ଦୁଃଖୀ ଜନ ହେଉ ଅବା ହେଉ ମିତ୍ର ଧନହୀନ, କହ ଏ ଗୃହସ୍ଥ ଧର୍ମ କୁଟୁମ୍ବରେ ଥାନ୍ତୁ ଚାରିଜଣ। ପଣ୍ଡିତ ହୋଇ ଧନ ବିଦ୍ୟା ଐଶ୍ୱର୍ଯ୍ୟ ପ୍ରାପ୍ତ, ହୁଏ ନାହିଁ କେବେ ହେଲେ ଗର୍ବିତ, ପ୍ରକୃତରେ ସେହୁ ଅଟେ ପଣ୍ଡିତ। ସଦାଚାରୀ ନ ହୁଏ ହର୍ଷିତ ନିଜ ସୁଖରେ, ନ ହୁଏ ହର୍ଷିତ ପର ଦୁଃଖରେ, ଦାନ ଦେବା ପରେ ନୁହେଁ ବିରସ, ସଦାଚାରୀ ବୋଲି ଗଣା ସଂସାରେ। ମହାପୁରୁଷ ବିପଦେ ଆପଦେ ଯେ ନ ହୁଏ ଦୁଃଖୀ, ସାବଧାନେ ହୁଏ ଉଦ୍ୟୋଗମୁଖୀ, ଯଥାକାଳେ ଦୁଃଖ ନିୟଇ ଭକ୍ଷୀ, କର୍ତ୍ତା ଧର୍ତ୍ତା ସିଏ ନିଜ କାର୍ଯ୍ୟରେ, ଶତ୍ରୁ ହାରିଯାଏ ହୁଏ ସେ ସୁଖୀ। ମନସ୍ୱୀ ପୁରୁଷ ଆପଣା ଆଶ୍ରିତମାନଙ୍କ ସାଥେ ବାଣ୍ଟି କୁଟି ଖାଏ ଭୋଜନ ନିତ୍ୟେ, ବେଶୀ କାମ କରେ ଶୟନ ଅଳ୍ପେ, ମାଗିଲେ ଦିଅଇ ଧାନ ଅମିତ୍ରେ, ତାହାର ନ ହୁଏ ଅନର୍ଥ ସତେ। ତାପରେ ମୂର୍ଖ ନକରି ଶାସ୍ତ୍ର ଅଧ୍ୟୟନ, କରେ ଯେ ଗର୍ବ ଅଭିମାନ, ନକରି କାର୍ଯ୍ୟ ସମ୍ପାଦନ, ଚାହେଁ ଯେ ଐଶ୍ୱର୍ଯ୍ୟ ଧନ, ନକରି ମିତ୍ରତା ପାଳନ, କରେ ଯେ ମିଥ୍ୟା ଆଚରଣ, ନିଜଠୁ ବଳବାନ ସଙ୍ଗେ ରଖଇ ଶତ୍ରୁଭାବପଣ, ଯେ ନିଜେ ଦୋଷ କରି ମଧ୍ୟ ଆକ୍ଷେପ କରେ ବ୍ୟକ୍ତିଆନ, ହୋଇଣ ନିଜେ ଅପାରଗ, କ୍ରୋଧେ ହରାଇଥାଏ ଜ୍ଞାନ, ଅଯଥା ଭଣେ ନିଜ କର୍ମ, ନ ରଖେ ପରିଷ୍କାର ମନ, ନ କରେ ଦେବ ପିତୃକର୍ମ, ହୁଏ ସେ ମୂର୍ଖରେ ଗଣନ। ସୁଖୀଜନ ହୋଇନଥିବ ରୋଗୀ, ହୋଇନଥିବ ଋଣୀ, ହୋଇନଥିବ ରୋଗୀ, ହୋଇନଥିବ ଋଣୀ, ନଥିବ ବିଦେଶେ ଦାନା ପାଣି, ନିର୍ଭୟ କହିବ ବାଣୀ, ଭାବ ରଖିଥିବ ସଜ୍ଜନ ଜାଣି, ନିଜ ବୃତ୍ତି କରି ଜୀବିକା ପାଣି, ଥିଲେ ଏହି ସଡ଼ ଠାଣି, ତେବେ ତାକୁ ସୁଖୀ ଜନରେ ଗଣି। ପ୍ରକୃତ ଜନ କେହି ବି ବ୍ୟକ୍ତି ଯଦି ବିବେକୀ ବୁଦ୍ଧିମାନ, ନିଜ ସାମର୍ଥ୍ୟକୁ କରି କଳନ କରିଯାନ୍ତି ଯଥାଶକ୍ତି କାର୍ଯ୍ୟ ସମ୍ପାଦନ, କିନ୍ତୁ କିଛିକୁ ବି କରନ୍ତି ନାହିଁ ଅବହେଳା ତଥା ହେୟ ଜ୍ଞାନ, ସେହି ବ୍ୟକ୍ତି ହିଁ ପ୍ରକୃତ ଜନ। ତାପରେ ଧର୍ମ ମାର୍ଗ। ଯଜ୍ଞ ଅଧ୍ୟୟନ ଦାନ ତପ, ଯଜ୍ଞ ଅଧ୍ୟୟନ
ଦାନ ତପ ଦୟା ନିର୍ଲୋଭତା କ୍ଷମା ସତ୍ୟ ଧର୍ମମାର୍ଗ ଜାଣ ଏହି 8। ଯଶସ୍ୱୀ ଜନ୍ମ ହୋଇଥିବ ଶ୍ରେଷ୍ଠ କୂଳରେ, ପାରଙ୍ଗମ ଥିବ ବିଦ୍ୟା ବୁଦ୍ଧିରେ, ନିପୁଣତା ଥିବ ଶାସ୍ତ୍ରଜ୍ଞାନରେ, ଇନ୍ଦ୍ରିୟମାନଙ୍କୁ ରଖେ ବଶରେ, ପରାକ୍ରମୀ ହୋଇ ଅଳପ ଭାଷେ, ଦାନ କରୁଥାଏ ଯଥାଶକ୍ତିରେ, କୃତଜ୍ଞତା ଗୁଣ ଥିବ ତାଠାରେ, ଉକ୍ତ ଅଷ୍ଟଗୁଣ ଯଶସ୍ୱୀ କରେ। ଧନ୍ୟବାଦ ଏବଂ ନମସ୍କାର।